ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ବିଛା ରାଶିଜାତ ବ୍ୟକ୍ତି ଅପ୍ରେଲ ମାସରେ ପ୍ରଚୁର ଧନଲାଭ କରିବାକୁ ସମର୍ଥ ହେବେ। ବିଛା ରାଶି ବ୍ୟକ୍ତିଙ୍କର ଏ ମାସରେ ଆର୍ଥିକ ସ୍ଥିତି ଠିକ୍ ରହୁଥିବାରୁ ମନ ମଧ୍ୟ ପ୍ରଫୁଲ୍ଲିତ ରହିବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଅପ୍ରେଲ ମାସ ସାରା ବିଛା ରାଶିର ଧନସ୍ଥାନ ଧନୁ ରାଶିର ଅଧିପତି ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ରହି ନିଜ ଘର ଧନୁ ରାଶି ଉପରକୁ ଦୃଷ୍ଟି ପ୍ରଦାନ କରୁଥିବାରୁ ବିଛା ରାଶିଜାତ ବ୍ୟକ୍ତିଙ୍କର ଧନଭାବ ଅପ୍ରେଲ ମାସରେ ପରିପୁଷ୍ଟ ହେବା ସଙ୍ଗେ ସଙ୍ଗେ ହଠାତ୍ ଏକକାଳୀନ ମୋଟା ରକମର ଅର୍ଥ ହସ୍ତଗତ ହେବାର ପ୍ରବଳ ସମ୍ଭାବନା ରହିଅଛି। ସେହିପରି ନୈସର୍ଗିକ ଶୁଭ ଗ୍ରହ ବୃହସ୍ପତି ମହାଗ୍ରହଙ୍କର ଅମୃତ ଦୃଷ୍ଟି ପରିବାର ଭାବ ଉପରେ ରହୁଥିବାରୁ ପରିବାର ମଧ୍ୟରେ ସର୍ବଦା ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରିବ। ଘରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ। ଗୃହରେ ମାଙ୍ଗଳିକ ଅଥବା ଶୁଭ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପରିବାରରେ ସମସ୍ତେ ଆୟୋଜନରେ ଲାଗି ପଡ଼ିବେ। କ୍ୟାରିୟର ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, ଅପ୍ରେଲ ମାସରେ ବେପାର ବାଣିଜ୍ୟ କ୍ଷେତ୍ରରେ ରହିଥିବା ବିଛା ରାଶି ବ୍ୟକ୍ତି ବିଶେଷ ବେପାର କ୍ଷେତ୍ରରୁ ଭଲ ଲାଭ ପାଇପାରିବେ। କପଡ଼ା, ପ୍ରସାଧନ ଓ ଜୁଏଲାରୀ ପ୍ରଭୃତି ବ୍ୟବସାୟ କରୁଥିବା ବିଛା ରାଶିଜାତ ବ୍ୟକ୍ତି ଏହିସବୁ କ୍ଷେତ୍ରରୁ ଭଲ ବ୍ୟବସାୟିକ ଲାଭ ପାଇବେ। କିନ୍ତୁ ଚାକିରି କ୍ଷେତ୍ରରେ ରହିଥିବା ବିଛା ରାଶି ବ୍ୟକ୍ତିଙ୍କ ପାଇଁ ମାସର ପ୍ରଥମାର୍ଦ୍ଧଟି ଅନୁକୂଳ ଫଳ ପ୍ରଦାନ କରିବ ନାହିଁ। ସହକର୍ମୀମାନଙ୍କ ସହିତ ମତାନ୍ତର ଲାଗି ରହିବ। ଅପ୍ରେଲ ମାସ 14 ତାରିଖ ପରେ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅବସ୍ଥାର ପରିବର୍ତ୍ତନ ଘଟିବ। କର୍ମକ୍ଷେତ୍ରରେ ନେତୃତ୍ୱ ନେବାର ସୁଯୋଗ ଆସିବ। କମାଣ୍ଡିଂ ନେଚରର ହେବେ। ପ୍ରଶାସନିକ ଦକ୍ଷତା ବଢ଼ିବ। ଉପରିସ୍ଥ ଅଧିକାରୀଙ୍କର ଗୁଡ୍ ବୁକ୍ ବା ସୁନଜରରେ ରହିବା ସହିତ ଚାକିରିରେ ପ୍ରମୋସନ ପାଇବାର ଯୋଗ ରହିଅଛି। ପ୍ରେମ ସମ୍ପର୍କରେ ରହିଥିବା ବିଛା ରାଶିର ପୁଅ ଓ ଝିଅମାନଙ୍କ ପାଇଁ ଅପ୍ରେଲ ମାସ ବା ଏହି ମାସରେ ଉଭୟଙ୍କ ବିଚାରଧାରାରେ ବିରୋଧାଭାସ ଦେଖାଯିବ। ସମୟରେ ଉଭୟଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବେ। ତେଣୁ ପ୍ରେମୀ ଯୁଗଳ ଏ ମାସରେ ହାତେ ମାପି ଚାଖଣ୍ଡେ ଚାଲିବା ଦରକାର। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଏ ମାସର ସମୟ ପୂର୍ବ ମାସମାନଙ୍କ ଭଳି ଚାଲୁ ରହିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ, ଅପ୍ରେଲ ମାସରେ ବିଛା ରାଶି ବ୍ୟକ୍ତିଙ୍କର ଗ୍ୟାଷ୍ଟ୍ରିକ୍, ମୁଣ୍ଡବିନ୍ଧା ଓ ବ୍ଲଡ ପ୍ରେସର ଭଳି ସମସ୍ୟା ଦେଖା ଦେଇପାରେ। ଅପ୍ରେଲ ମାସ 14 ତାରିଖ ପରେ ପିତ୍ତଜନିତ ରୋଗ, ଚକ୍ଷୁ ରୋଗ ଓ ହାଡ଼ଜନିତ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ଅପ୍ରେଲ ମାସରେ ବିଛା ରାଶିଜାତ ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସୁଫଳ ପାଇବା ପାଇଁ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହୋଇଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଛା ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର, ତପନ।